गुरवे नमः। नमः विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिने नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण कृष्ण हरे राम 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 हरे हरे। मुकं करोति वाचालं पंगुलं हैतगिरिं यत्कृपातमहं वन्दे परमानन्दमाधवं। श्रीगुरुदिनतारिणं श्रीचैतन्यईश्वरं नमो विष्णुपादाय कृष्णपृष्ठाय भूतले श्रीमते जयपताका स्वामिने इति नामिने। ତା ମାନେ ଭଗବତ ଗୀତାରୁ ଦଶମ ଅଧ୍ୟାୟ ଶ୍ରବଣ କରୁଛେ। ଦଶମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବିଭୂତି ସମ୍ପର୍କରେ କିଛି କହିଲେ, ଯୋଉଟାକୁ ଶ୍ରବଣ କରିବା ପରେ ଅର୍ଜୁନ କହିଲେ ଯେ ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଗତି, ପରମ ଧାମ, ପବିତ୍ର, ପରମ ସତ୍ୟ, ଶାଶ୍ୱତ, ଦିବ୍ୟ ପୁରୁଷ, ଆଉ ଆପଣ ଅଜନ୍ମା, ସର୍ବବ୍ୟାପକ। ଖାଲି ମୁଁ କହୁଛି ତା ନୁହଁ, ନାରଦ, ଅସିତ, ଦେବଳ, ବ୍ୟାସ ମହର୍ଷି ମାନେ କହୁଛନ୍ତି। ଓ ସେ କଥା ଆପଣ ମଧ୍ୟ ଏବେ ବର୍ଣ୍ଣନା କରିଲେ। ହଁ, ତାପରେ ସେ କହିଲେ ଯେ ଆପଣ ଯାହା କିଛି କହିଛନ୍ତି ଏସବୁ ସତ୍ୟ ବୋଲି ମୁଁ ଗ୍ରହଣ କରୁଛି। ତ ଦେବତା ମାନେ ବା ଦାନବ ମାନେ କେହି ଆପଣଙ୍କର ବ୍ୟକ୍ତିତ୍ୱକୁ ଜାଣନ୍ତି ନାହିଁ। ତ ତାହେଲେ କିଏ ଜାଣେ ନା କେବଳ ଆପଣ ହିଁ ଜାଣନ୍ତି। ଆପଣଙ୍କ ଶକ୍ତି ସାହାଯ୍ୟରେ କେବଳ ଆପଣ ହିଁ ଆପଣଙ୍କୁ ଜାଣିପାରନ୍ତି, ଆଉ କେହି ଜାଣିପାରନ୍ତିନି। କାହିଁକି ନା ଆପଣ ହେଉଛନ୍ତି ଆଦି ମୂଳ, ସମସ୍ତ କାରଣର କାରଣ, ସମସ୍ତ ପ୍ରାଣୀଙ୍କର ପ୍ରଭୁ, ସମସ୍ତ ଦେବତାଙ୍କର ପ୍ରଭୁ। ତ ଆପଣ ହିଁ ଆପଣଙ୍କୁ ଏକମାତ୍ର ଜାଣନ୍ତି, ଆଉ କେହି ଜାଣିପାରିବେନି। ତ ତାପରେ ସେ କହିଲେ ଦୟାକରି ଆପଣଙ୍କ ଦିବ୍ୟ ଶକ୍ତି ସମ୍ବନ୍ଧରେ ବିଶେଷ ରୂପରେ କୁହନ୍ତୁ। କିଛି ତ କହିଲେ, ଏ ବିଶେଷ ରୂପରେ କୁହନ୍ତୁ ଯେ କି ଭାବେ ଆପଣ ସାରା ଜଗତକୁ ବ୍ୟାପ୍ତ କରିକି ରଖିଛନ୍ତି। ହଁ, ଜଗତ ମାନଙ୍କରେ ବ୍ୟାପୀ ରହିଛନ୍ତି, ସେଥିରେ ଅବସ୍ଥାନ କରୁଛନ୍ତି, ସେ କଥା ମୋତେ କୁହନ୍ତୁ। ଏବଂ କି ଭାବେ ମୁଁ ଆପଣଙ୍କୁ ଧ୍ୟାନ କରିବି, ଠିକ ରୂପରେ ଆପଣଙ୍କୁ ଚିନ୍ତା କରିବି, ସେ କଥା ଆପଣ ମୋତେ ଜଣାନ୍ତୁ। ତ ତ ବିସ୍ତାରିତ ଭାବରେ ଆପଣ ତ ଆପଣଙ୍କ ଯୋଗ ବିଭୂତି କଥା କହିଲେ, ଶୁଣିକି ମୋର ତୃପ୍ତି ହଉନି, ଆଉ ଶୁଣିବାକୁ ଚାହୁଁଛି। ମତେ ଆଉ କିଛି ସେ ସମ୍ପର୍କରେ ଆପଣ ମତେ ଜଣାନ୍ତୁ। ଏସବୁ କଥା ଶୁଣିକି ତାପରେ ଭଗବାନ କହିଲେ, ଶ୍ରୀ ଭଗବାନ ବାଚ ହନ୍ତତେ କଥୟିଷ୍ୟାମି ଦିବ୍ୟା ହି ଆତ୍ମବିଭୂତୟ ପ୍ରଧାନ୍ୟତଃ କୁରୁ ଶ୍ରେଷ୍ଠ ନାସ୍ତି ଅନ୍ତୋ ବିସ୍ତରସ୍ୟ ମେ। ହନ୍ତ ହନ୍ତ ମାନେ ହଁ ହଁ, ହନ୍ତ ତେ କଥୟିଷ୍ୟାମି, ତୁମକୁ ମୁଁ କହିବି। କଣ କହିବି ନା ଦିବ୍ୟା ହି ଆତ୍ମ ଭୂତୟ, ଦିବ୍ୟ, ଶୁଦ୍ଧ, ପବିତ୍ର, ହି ନିଶ୍ଚିତ ରୂପରେ ଆତ୍ମବିଭୂତୟ, ମୋର ବିଭୂତି, ମୋର ବ୍ୟକ୍ତିଗତ ଐଶ୍ୱର୍ଯ୍ୟ, ପ୍ରଧାନତଃ ବିଶେଷ, ପ୍ରଧାନତଃ କୁରୁଶ୍ରେଷ୍ଠ, କୁରୁଶ୍ରେଷ୍ଠ, ନାସ୍ତି ଅନ୍ତଃ, ଏହାର ଅନ୍ତ ନାହିଁ, ବିସ୍ତାର ସେ ବିସ୍ତାରର ମେ। ପରମ ପ୍ରିୟ ଭଗବାନ କହିଲେ, ହେ ଅର୍ଜୁନ, ହଁ ମୁଁ ତୁମକୁ ମୋର ବିଭବ ପ୍ରକାଶ କଥା କହିବି, କିନ୍ତୁ କେତେକ ଅତି ପ୍ରଧାନ ପ୍ରଧାନ ବିଭବ କଥା କହିବି, କାରଣ ସେ ତ ଅନନ୍ତ, ତାର ମୁଁ ଶେଷ ନାହିଁ। କେତେ କହିବି, କିଛି କିଛି କହିବି, ତାହେଲେ ବୁଝିପାରିବ। ତ ଶ୍ରୀକୃଷ୍ଣ ଯେ କେତେ ବଡ଼, କେଡ଼େ ମହାନ, ବିରାଟ, ତାହା ଆମ ପକ୍ଷରେ ଧାରଣା କରିବା ଅସମ୍ଭବ। ତ ସେପରି ତାଙ୍କର ବିଭୂତି ସମ୍ବନ୍ଧରେ ଧାରଣା କରି ମଧ୍ୟ ସମ୍ଭବ।
କେମିତି ସମ୍ଭବ ଗୋଟେ ପିମ୍ପୁଡ଼ି ଯଦି ଆମେ କହିବା କଲିକତା ସହର ସମ୍ପର୍କରେ କୁହ, ବୁଝେଇବା, ସେ କଣ ବୁଝିପାରିବ? ଆମେ ସେଇଭଳିଆ ଗୋଟେ ପିମ୍ପୁଡ଼ି ଭଳିଆ। ଭଗବାନ ଯେ ଚିତ୍ ଜଗତରେ ରହୁଛନ୍ତି, ସେ ତାକୁ ଚିଦ୍ ଆକାଶରେ ଆମ ଯେତେ ବ୍ରହ୍ମାଣ୍ଡ ରହିଛି ସବୁ ବ୍ରହ୍ମାଣ୍ଡ, ସମସ୍ତ ବ୍ରହ୍ମାଣ୍ଡ, କୋଟି 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 ବ୍ରହ୍ମାଣ୍ଡ ସେ ଚିଦ୍ ଆକାଶ ଗୋଟେ ମେଘ ଭଳିଆ। ଆମେ ଯେମିତି ଦେଖୁଛୁ ଆମ ଆକାଶ ଗୋଟେ ମେଘ ଖଣ୍ଡ। ସେ ମେଘଙ୍କର ଅସ୍ତିତ୍ୱ କେତେ ଟିକେ? ଆମର ଏଇ ଯେ ବିସ୍ତୃତ ଆକାଶ ରହିଛି, ହଁ, ମହାଆକାଶ ଅନ୍ତରିକ୍ଷ, ତା ଭିତରେ ଗୋଟେ ମେଘ କେତେବେଳେ କେତେ ବଡ ସେଇଟା, ଠିକ ସେଇଭଳିଆ। ହଁ, ତ ଏଇ ଜଡ଼ ଜଗତଟା ହଉଛି ଭଗବାନଙ୍କର ବିଭୂତିର ଗୋଟେ କ୍ଷୁଦ୍ର ଅଂଶ। ତାହେଲେ ଭଗବାନଙ୍କ ଖବର କଣ ଆମେ ଜାଣିପାରିବା? ହୁଁ। ତ କୃଷ୍ଣଙ୍କୁ ଜାଣିବା ଏମିତିକା ତ ସମ୍ଭବ ନୁହଁ। ପୁଣି ଆମର ତ୍ରୁଟିଯୁକ୍ତ ଇନ୍ଦ୍ରିୟ, ଆଉ ସେଥିରେ ପୁଣି କୃଷ୍ଣଙ୍କୁ ଜାଣିବା, ହଁ, ଏମିତିକା ତ ସେ ଏତେ ମହାନ ଯେ ଜାଣିବା ସମ୍ଭବ ନୁହଁ। ଆଉ ତ୍ରୁଟିଯୁକ୍ତ ଇନ୍ଦ୍ରିୟରେ ତାଙ୍କୁ କେମିତି ଜାଣିବା? ତାଙ୍କୁ କେମିତି ବୁଝିବା? ଏଇ ମନ ଏଇ ଇନ୍ଦ୍ରିୟ ଦେଇକି ବୁଝି ହବ? ତଥାପି ଭକ୍ତଗଣ ଶ୍ରୀକୃଷ୍ଣଙ୍କୁ ଜାଣିବାକୁ ଚେଷ୍ଟା କରନ୍ତି। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ବା ଜୀବନର କୌଣସି ଅବସ୍ଥାରେ ସେମାନେ ଶ୍ରୀକୃଷ୍ଣଙ୍କୁ ଯେ ପୂର୍ଣ୍ଣ ରୂପେ ଜାଣିପାରିବେ ଏପରି କଥା ନୁହଁ। ହୁଁ। ଭଗବାନଙ୍କୁ ଜାଣିବାକୁ ଚେଷ୍ଟା କରିବେ, କିନ୍ତୁ କେତେଟୁକୁ ଜାଣିପାରିବେ? ସମସ୍ତେ ସମାନ ଭାବେ ଜାଣିପାରିବେନି। ଗୋଟେ ପକ୍ଷୀ, ପକ୍ଷୀ ଆକାଶରେ ଯେତେ ଟିକେ ଉଡ଼ିପାରେ ତା ପାଇଁ ଆକାଶ ସେତେ ବଡ଼। ଗୋଟେ ଚଢ଼େଇ ପକ୍ଷୀ କେତେ ବାଟ ଉଡ଼ିପାରିବ? ଗୋଟେ ଇଗଲ ପକ୍ଷୀ ଆଉ ବେଶୀ ବାଟ ଉଡ଼ିପାରିବ। କିନ୍ତୁ ଆକାଶଟା ପୁରା କେହି, ହଁ, ପ୍ରଦକ୍ଷିଣ କରିପାରିବେନି। ଆକାଶ ତ ମହାନ। ହଁ, ତ ସେ କଥା କୁହାଯାଉଛି ଯେ ଭକ୍ତମାନେ ତାଙ୍କ ଶକ୍ତି ଅନୁସାରେ ସେ ଭଗବାନଙ୍କୁ କିଛିଟା ନା ପୂର୍ଣ୍ଣ ମାତ୍ରାରେ ଜାଣିପାରିବେନି। ଭକ୍ତମାନେ ଭଗବାନଙ୍କୁ ପୂର୍ଣ୍ଣ ମାତ୍ରାରେ ଜାଣିପାରିବେନି କଣ? ଭଗବାନ ନିଜକୁ ପୂର୍ଣ୍ଣ ମାତ୍ରାରେ ଜାଣିପାରିବେନି। ସେଟା କେମିତି କାହା ହବନି? ଟିକେ ଆଗରୁ ଶୁଣିଲେ ଯେ ଭଗବାନ ତାଙ୍କ ଶକ୍ତିରେ ଜାଣିପାରିବେ। ଆଉ ପୁଣି ଦେଖ ଜାଣିପାରିବେନି ସେ, ହଁ, ସେ ନିଜକୁ ଜାଣିପାରିବେ, କିନ୍ତୁ ଭଗବାନଙ୍କର ମହିମା ବିଭୂତି ତ ଗୋଟେ ଫିକ୍ସ ନାହିଁ ଯେ ଏତିକି ବିଭୂତି ଅଛି, ମୁଁ ଜାଣିଲେ ହେଇଗଲା ବା ଶେଷ ନା। ସେ ସବୁବେଳେ ବୃଦ୍ଧି ପାଉଛି, ବୃଦ୍ଧି ପାଉଛି। ଭଗବାନ ଯେ ସବୁଠୁ ବଡ଼, ସବୁଠୁ ବଡ଼ କହିଲେ ଯଥେଷ୍ଟ ନୁହଁ। ହୁଁ। ମୁଁ କେତେ ବଡ଼? ଏତେ ବଡ଼ ନା, ଏତେ ବଡ଼ ନାହିଁ। କାହିଁକି ସେ ସବୁବେଳେ ବଡ଼ ହଉଛନ୍ତି? ଆଜି ଯେତିକି ବଡ଼, କାଲିକି ଆହୁରି ତାଠୁ ବଡ଼ ହେବେ, ବର୍ତ୍ତମାନ ଆହୁରି ବଡ଼ ହେବେ, ଆହୁରି ବଡ଼ ହେବେ। ଏଇ ପରମ ତତ୍ଵ ପରମ ବ୍ରହ୍ମଙ୍କର ଏଇ ଯେ କିଛି ଗୋଟେ ଗୁଣ ରହିଛି, ଏଇଗୁଡ଼ିକ ଲୋକମାନେ, ସାଧାରଣ ଲୋକମାନେ ବୁଝୁନାହାନ୍ତି। ତାଙ୍କର ଅଘଟନ ଘଟନ ପଟି ଅଛି ଗୁଣ, ତାଙ୍କର ଅଚିନ୍ତ୍ୟ ଶକ୍ତି, ଯେକୌଣସି କର୍ମ ସେ କରିପାରିବେ। ତାଙ୍କର ବିଭୂତି ସବୁବେଳେ ବଢୁଛି, ବଢୁଛି, ବଢୁଛି। ସିଏ ଅନନ୍ତ। ସେ ସବୁଠୁ ବଡ଼, ସବୁଠୁ ଛୋଟ, ଏ କିଛି କିଛି ବିଶେଷ ବିଶେଷ କଥା ରହିଛି। ଏଇ କଥା ଗୁଡ଼ିକ ଭଗବାନଙ୍କୁ ଜାଣିବାକୁ ହେଲେ ପ୍ରଥମେ ଆମକୁ ମାନିବାକୁ ପଡ଼ିବ। ତାହେଲେ ତାଙ୍କର କଥାଟା ଆମର ବୋଧଗମ୍ୟ ହବ। ତା ନହେଲେ ବୋଧଗମ୍ୟ ହବନି। ହୁଁ। ତ ବରଂ କୃଷ୍ଣ କଥା ଏପରି ସୁସ୍ୱାଦୁକର ଯେ ତାହା ସେମାନଙ୍କୁ ଅମୃତ ତୁଲ୍ୟ ପ୍ରତୀୟମାନ ହୁଏ। ଯେ ଭଗବାନଙ୍କର ଭକ୍ତ, ସେ କୃଷ୍ଣଙ୍କୁ ଜାଣିପାରିବେନି। ହୁଁ। ସେ ଜାଣିପାରିବେନି, ପୂର୍ଣ୍ଣ ରୂପରେ ଜାଣିପାରିବେନି। ଆଉ ଜାଣିପାରନ୍ତୁ ବା ନ ପାରନ୍ତୁ ସେଇଟା କଥା ନୁହଁ। କଥା ହଉଛି ଯେ କୃଷ୍ଣଙ୍କ କଥା ଯେତେ ଶୁଣିବେ ଏ ତୃପ୍ତି ନାହିଁ। ଆହୁରି ଶୁଣିବେ, ଆହୁରି ଶୁଣିବେ, ଆହୁରି ଶୁଣିବେ। ଆଜି କୃଷ୍ଣଙ୍କ କଥା ପୁରା ଶୁଣି ପକେଇଲେ, ତ କାଲି ତ କୃଷ୍ଣ ପୁଣି ତାଙ୍କୁ ବଢିକା ବଡ ହେଇଯାଉଛନ୍ତି, ପୁଣି ଶୁଣିବେ। ସେଟା ଶୁଣିବେ, ପରଦିନ ଆହୁରି ବଡ ହଉଛି, ପୁଣି ଶୁଣିବେ। ତ ଏଇଭଳିଆ ସାର୍ଥକ ଭାବରେ ଚାଲିଥିବ। ଏହି ପ୍ରକାରେ ସେମାନେ ତାହା ଉପଭୋଗ କରନ୍ତି, କି ଭକ୍ତମାନେ ଶ୍ରୀକୃଷ୍ଣଙ୍କର ବିଭୂତି, ତାଙ୍କର ବିଭିନ୍ନ ଶକ୍ତି ସମ୍ବନ୍ଧରେ ଆଲୋଚନା କରି ଶୁଦ୍ଧ ଭକ୍ତଗଣ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି। ତେଣୁ ସେମାନେ ତାହା ଶୁଣିବାକୁ, ଆଲୋଚନା କରିବାକୁ ଇଚ୍ଛା କରନ୍ତି। ଶ୍ରୀକୃଷ୍ଣ ଜାଣନ୍ତି ଯେ ଜୀବଗଣ ତାଙ୍କର ଐଶ୍ୱର୍ଯ୍ୟର ବିସ୍ତୃତି କଥା ବୁଝିପାରିବେ ନାହିଁ। ସେ ଅନନ୍ତ ଐଶ୍ୱର୍ଯ୍ୟ, ଯୋଉଥା ମୁଁ କହିଲି ଗୋଟେ ଛୋଟ ପିମ୍ପୁଡ଼ି କଲିକତା ସମ୍ପର୍କରେ ବୁଝେଇବା, ସିଏ କଣ ବୁଝିପାରିବ ନା କେତେକୁ ବୁଝେଇ ପାରିବ? ହେଇପାରିବନି। ଠିକ ସେଇଭଳିଆ।
ଆମର ସୀମିତ ବୁଦ୍ଧି ଦେଇକି ଅନନ୍ତ ଭଗବାନ କେମିତି ବୁଝିପାରିବା। ସେଥିପାଇଁ କି କଣ କଲେ ନା ସେ ତାଙ୍କର ବିଭିନ୍ନ ଶକ୍ତିର ତ ପ୍ରଧାନ ପ୍ରଧାନ ପ୍ରକାଶ କରିବେ। ସେ ରାଜି ହେଲେ ମୁଁ ପ୍ରଧାନ ପ୍ରଧାନ କଥା କିଛି କହିବି। ପ୍ରଧାନ୍ୟତଃ ଏଇ ଶ୍ଲୋକ ଏଇ ଶବ୍ଦଟା ଖୁବ ଗୁରୁତ୍ୱପୂର୍ଣ୍ଣ, ପ୍ରଧାନ୍ୟତଃ। କାରଣ ପରମେଶ୍ୱର ଭଗବାନଙ୍କର ବୈଭବ ଅନନ୍ତ। ତେଣୁ ଆମେମାନେ ତାଙ୍କର କେତେକ ପ୍ରଧାନ ବିଭବର କଥା କେବଳ ବୁଝିପାରିବା। ସେଗୁଡ଼ିକ ସବୁ ବୁଝିବା ଆମମାନଙ୍କ ପାଖରେ ସମ୍ଭବ ନୁହଁ। ହଁ। ଆକ୍ଚୁଆଲି ଭକ୍ତ ଭଗବାନଙ୍କୁ ବୁଝିବା ପାଇଁ ଚେଷ୍ଟା ହିଁ କରେନି। ଭଗବାନ ଯେ କିଏ ବୁଝିବାକୁ ଚେଷ୍ଟା କରେନି। କାହିଁକି ନା କେତେବେଳେ ଚେଷ୍ଟା କରିକି ଜାଣିବା କିଛି ସମ୍ଭବ ନୁହଁ। ତା ଦରକାର ବି ନାହିଁ। ହୁଁ। ଭଗବାନଙ୍କୁ ଜାଣିବା ପାଇଁ ଥରେ ବ୍ରହ୍ମା ତପସ୍ୟା କରିଲେ। ସ୍ୱର୍ଗୀୟ ମାନରେ 100 ବର୍ଷ ତପସ୍ୟା କରିଲେ। ତାପରେ 100 ବର୍ଷ ପରେ ସେ କହିଲେ ମୁଁ ଭଗବାନଙ୍କୁ ଜାଣିପାରିଛି। ଭଗବାନ ନାରାୟଣ ଆସିଲେ। କହିଲେ, ଓ ବ୍ରହ୍ମା, ତମେ ମତେ ଜାଣିପାରିଛ? ତମେ କହିଦିଅ ତ ମତେ ଟିକେ କୁହ ତ କଣ ମତେ ଜାଣିଛ? ତ ବ୍ରହ୍ମା କହିଲେ ମୁଁ ଏଇଟା ଜାଣିଛି, 100 ବର୍ଷ କଠୋର ତପସ୍ୟା କରିକି ମୁଁ ଆପଣଙ୍କ ସମ୍ପର୍କରେ ଏଇଟା ଜାଣିଛି ଯେ ଆପଣଙ୍କୁ କେବେ ହେଲେ ମୁଁ ଜାଣିପାରିବିନି। ଏଇଟା ମୁଁ ଜାଣିପାରିଲି। ତ ଭକ୍ତମାନେ ସେଇଭଳିଆ, ସେ କେବେ ହେଲେ ଜାଣିପାରିବେନି। ସେଥିପାଇଁ କି ସେ କଣ କରନ୍ତି ନା ଭଗବାନଙ୍କର ଲୀଳା କଥା ଶ୍ରବଣ କରିକି ବାସ୍ ଚୁପଚାପ ରହନ୍ତି। ତ ଏଇ ଶ୍ଲୋକରେ ବ୍ୟବହୃତ ବିଭୂତି ଶବ୍ଦ ଭଗବାନଙ୍କର ଲୀଳାମୟ ଐଶ୍ୱର୍ଯ୍ୟକୁ ବୁଝଉଛି। ତାଙ୍କର ବିଭୂତି ମାନେ ତାଙ୍କର ଲୀଳା ଐଶ୍ୱର୍ଯ୍ୟ, ଯାହା ସାହାଯ୍ୟରେ ସେ ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରୁଛନ୍ତି। ଅମରକୋଷ ଅଭିଧାନରେ ବିଭୂତି ଶବ୍ଦର ଅର୍ଥ ଅଲୌକିକ ଐଶ୍ୱର୍ଯ୍ୟ ବୋଲି କୁହାଯାଇଛି। ତ ନିର୍ବିଶେଷବାଦୀ ଓ ବିଶ୍ୱ ଦେବତାବାଦୀ ହଁ, ଭଗବାନଙ୍କର ଅଲୌକିକ ଐଶ୍ୱର୍ଯ୍ୟ କଥା କିମ୍ବା ତାଙ୍କର ଦିବ୍ୟ ଶକ୍ତିର ପ୍ରକାଶ କଥା ବୁଝିପାରିବେ ନାହିଁ। ଏ ନିର୍ବିଶେଷବାଦୀ ଆଉ ବିଶ୍ୱ ଦେବତାବାଦୀ, ବିଶ୍ୱ ଦେବତାବାଦୀଟା କଣ ବୁଝିପାରୁନି। ବିଶ୍ୱ ଦେବତାଟା କଣ? ସେ ବିଶ୍ୱରୂପ ନା କଣ ହେଇଥିବ। ତ ସେଟା ଦିବ୍ୟ ଶକ୍ତିର ପ୍ରକାଶ କଥା ବୁଝିପାରିବେନି। ଉଭୟ ଭୌତିକ ଜଗତ ଓ ଚିତ୍ ଜଗତରେ ତାଙ୍କର ଶକ୍ତି ପ୍ରତ୍ୟେକ ପ୍ରକାର ପରିପ୍ରକାଶରେ ବିଚ୍ଛୁରିତ ହୋଇଅଛି, ଯାହା ସାଧାରଣ ଲୋକ ପ୍ରତ୍ୟକ୍ଷ ଭାବେ ଦେଖିପାରିବ ବା ଧାରଣା କରିପାରିବ। ସେ କଥା କୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି। ଏହି ପ୍ରକାର ତାଙ୍କର ବିଭିନ୍ନ ଶକ୍ତିର ଏକ ଅଂଶ ଏଠାରେ ବର୍ଣ୍ଣନା ହେଉଛି। ଏକ କ୍ଷୁଦ୍ର ଅଂଶ ସେ ବର୍ଣ୍ଣନା କରିବେ। ଭଗବାନ କୃଷ୍ଣ ଶେଷରେ କହିବେ, ହେ ଅର୍ଜୁନ, ତ ମୁଁ ଆଉ ତ ମୋ ବିଭୂତି ସମ୍ପର୍କରେ କଣ କହିବି? ଏଇଟିକେ ଜାଣି ରଖ, ମୋ ବିଭୂତିର ଗୋଟେ ଛୋଟ କ୍ଷୁଦ୍ର ଅଂଶ ଦେଇକି ସମସ୍ତ ଭୌତିକ ଜଗତ ପ୍ରକାଶିତ ହେଇଛି। ଆଉ ମୋ ସମ୍ପର୍କ ତମେ ଜାଣିବ। ତ ଆମେ କାଲି ଏଟା ଆଲୋଚନା କରିଥିଲେ କି କୃଷ୍ଣଙ୍କୁ ମାନୁଛି, ଏ କୃଷ୍ଣଙ୍କୁ ମାନୁନି। କୃଷ୍ଣ ମାନୁନ ତ ଦେଖ, କୃଷ୍ଣ କହୁଛନ୍ତି ମୁଁ ସବୁଥିରେ କେମିତି ରହିଛି। କୃଷ୍ଣଙ୍କର ଉପସ୍ଥିତି ସବୁ ବସ୍ତୁରେ କେମିତିକା ଆମମାନେ ଉପଲବ୍ଧି କରିପାରିବେ। ତ କୃଷ୍ଣ ସେ ତାଙ୍କର ମହିମା ବର୍ଣ୍ଣନା କରିବେ। ତ ଆଜି ମୁଁ ଏଇ ଗୀତା ଏଇଠାରେ ବିଶ୍ରାମ ଦଉଛି। ମୁଁ ମୀରା ରୋଡରେ ଅଛି। ଆଜି ରବିବାର, ଆମର ଥେରାପି ନାହିଁ। ମୁଁ ଜୁହୁ ମନ୍ଦିରରେ ସକାଳେ କ୍ଲାସ ଦେବାକୁ ଯିବି। କାଲି ଏଠି ବଳରାମ ଜୟନ୍ତୀ ପାଳନ ହେଲା। ମୁଁ ବଳରାମ ସମ୍ପର୍କରେ ଗୋଟେ ଇଂରାଜୀ ଭାଷାରେ ଗ୍ରନ୍ଥ ପ୍ରକାଶିତ କରିଛି। ଏଇଟା ନେଇ 2-3 ଦିନ 4 ଦିନ ଧରି ସୁନ୍ଦର ଆଲୋଚନା ହେଲା, ଖୁବ ଭଲ ଲାଗିଲା। ତ ଆଜି ଯିବି। ବର୍ତ୍ତମାନ ଆଗାମୀ ସପ୍ତାହରେ ଏଇ ଶନିବାର ହେଲା ବଳରାମ ଜୟନ୍ତୀ। ଆଗାମୀ ଶନିବାର ହବ କୃଷ୍ଣ ଜୟନ୍ତୀ। ହଁ, ହଁ। ତ ଜାଣିନା 7 ଦିନ ପରେ କେମିତି ହଉଛି, ମୁଁ ତ ଜାଣିଥିଲି 15 ଦିନ ପରେ ହୁଏ। ତ 7 ଦିନ ପରେ କେମିତି ହେଲା? ପୁଣି ରାଧାରାଣୀଙ୍କର ଆବିର୍ଭାବ ତିଥି ରହିଛି। ଆଉ 15 ଦିନ ପରେ ରାଧାରାଣୀଙ୍କ ଆବିର୍ଭାବ। ତ ମୁଁ ଆଜି ଜୁହୁ ମନ୍ଦିରକୁ ଯାଉଛି, ସକାଳେ ଭାଗବତ କ୍ଲାସ ଦେବି। ତ ଆଜିଠୁ ତାଙ୍କର କୃଷ୍ଣ କଥା ଆଲୋଚନା ହବ। ମୁଁ ଆଜି କୃଷ୍ଣ ଜନ୍ମ ସମ୍ପର୍କରେ କିଛି ଆଲୋଚନା କରିବି। ତ ଅଳ୍ପ ଟିକେ କରି ପୁଣି ଚୈତନ୍ୟ ଚରିତାମୃତ ଆମେ ଆମର ଶ୍ରବଣ କରି ନେବ ଅଳ୍ପ করে। ନା ତାହେଲେ ଆଚ୍ଛା। ତ କାଲି